ଏତେ ଘଟଣା ଘଟିଲା ପରେ ବି ତମକୁ ଟିକେ ଲଜ୍ଜା ନାହିଁ? କେବଳ ବଡ଼ ବଡ଼ କଥା। ଏଇ କଥା କହିବାର ଶୈଳୀ ପାଇଁ ତମେ ବଳି ପଡ଼ିଥିଲ, ଆଉ ଚାହଁନି ବଳି ପଡ଼ିବାକୁ। ଏଥର ଯଦି ବଳି ପଡ଼ିବାକୁ ଚାହିଁବ, ଆମେ ତମ ହରି ଛଡ଼େଇ ଦେବୁ। ତମେ ପରା ଛୋଟିଆ ଛୋଟିଆ ସେ କ୍ରାନ୍ତିବୀରରେ ଅମକ ଢମକ ଯାହା ସିନେମା କରୁଛ, ଛୋଟିଆ ଛୋଟିଆ ଯେଉଁ ରୋଲ୍ କରୁଥିଲ, ସେଇଠୁ ପୁଣି ଆଜିକା ଡେଟ୍ରେ ମନୋଜ ମିଶ୍ର ବୋଲି ଯେଉଁ ତିଆରି ହେଲ, ସେ ଛୋଟ ଛୋଟ ରୋଲ୍ କଲା ପରେ ହିଁ ଓଡ଼ିଶାରେ ମନୋଜ ମିଶ୍ର ବୋଲି ଏକ୍ସଟାବ୍ଲିଶ୍ ହେଲା। ମନୋଜ ମିଶ୍ରଙ୍କ କହିବା କଥା, ଯେଉଁ ଆର୍ଟିଷ୍ଟ ମୋ ସିନେମାରେ ଗୋଟେ ଛୋଟିଆ ରୋଲ୍ ପାଇଁ ଆସିଥିଲା, ସେ ଝିଅକୁ ନେଇକି ଟୁଟୁନାୟକ ହିରୋଇନ୍ ବନେଇଦେଲେ। ଆରେ ବାବୁ, ତମେ କେଉଁ ଗାଈର ଗୋବର ଆପଣ ଜାଣିବା ଆବଶ୍ୟକତା ରହିଛି। ସିଏ ଯେଉଁ ଘରର ପୁଅ, ସିଏ ଟୁଟୁନାୟକ ସଞ୍ଜୟ ନାୟକ ଯେଉଁ ଘରର ପୁଅ, ସିନେମାର ଗ୍ରନ୍ଥାଘରର ପୁଅ ସିଏ। ନମସ୍କାର, ମୁଁ ନିର୍ଦ୍ଦେଶକ ଜିତୁ ରାଉତ। ଏବେ ଗୋଟେ ଜିନିଷ ବହୁତ ଜୋରରେ ଗୋଟେ ଭିଡ଼ିଓ ଭାଇରାଲ୍ ହେଉଛି କି ଟୁଟୁନାୟକ ମାନେ ସଞ୍ଜୟ ନାୟକ ଯେ ବସନ୍ତ ନାୟକଙ୍କର ସୁପୁତ୍ର ଗୋଟେ ଆଇ ଲଭ୍ ୟୁ 2 ଭଳି ସିନେମା ତିଆରି କରିଛନ୍ତି। ସେ ବାବଦରେ କିଛି ମନ୍ତବ୍ୟ ଦେଇଛନ୍ତି ମନୋଜ ମିଶ୍ର, ଆଉ ଜଣେ କିଏ ଚିନ୍ମୟ ବୋଲି ଜଣେ କିଏ ଆର୍ଟିଷ୍ଟ ଅଛନ୍ତି, ଜାଣିନି ଭଲସେ। ସେ ମନ୍ତବ୍ୟ ଦେଇଛନ୍ତି କି ଚିନ୍ମୟ ତ କ'ଣ ଗୋଟେ ମନ୍ତବ୍ୟ ଦେଇଛନ୍ତି ତାଙ୍କୁ ଡୋମିନେଟ୍ କରିକି। ମନୋଜ ମିଶ୍ର ଯେଉଁ ମନ୍ତବ୍ୟ ଦେଇଛନ୍ତି କି ଟୁଟୁନାୟକ ଜଣେଇ ଦେଲେ ଯେ ସିଏ ସିନେମା ବିଷୟରେ କିଛି ଜାଣିନାହାନ୍ତି। ଆରେ ଭାଇ, ଆପଣ ଜାଣିବା ଆବଶ୍ୟକତା ରହିଛି। ସିଏ ଯେଉଁ ଘରର ପୁଅ, ସିଏ ଟୁଟୁନାୟକ ସଞ୍ଜୟ ନାୟକ ଯେଉଁ ଘରର ପୁଅ, ସିନେମାର ଗ୍ରନ୍ଥାଘରର ପୁଅ ସିଏ। ନିଶ୍ଚିନ୍ତ ତାଙ୍କ ବାପାଙ୍କ ଅନୁକରଣରୁ, ବାପାଙ୍କ ଇନ୍ସପାୟାରରୁ ନିଶ୍ଚିନ୍ତ ସିନେମା ବିଷୟରେ ବହୁତ ଭଲ ଏକ୍ସପିରିଏନ୍ସ ନେଇଥିବେ। ଆଉ ଗୋଟେ କଥା ହେଉଛି ଯେ ମନୋଜ ମିଶ୍ରଙ୍କ କହିବା କଥା, ଯେଉଁ ଆର୍ଟିଷ୍ଟ ମୋ ସିନେମାରେ ଗୋଟେ ଛୋଟିଆ ରୋଲ୍ ପାଇଁ ଆସିଥିଲା, ସେ ଝିଅକୁ ନେଇକି ଟୁଟୁନାୟକ ହିରୋଇନ୍ ବନେଇଦେଲେ। ଆରେ ବାବୁ, ତମେ କେଉଁ ଗାଈର ଗୋବର? ତମେ ପରା ଛୋଟିଆ ଛୋଟିଆ ସେ କ୍ରାନ୍ତିବୀରରେ ଅମକ ଢମକ ଯାହା ସିନେମା କରୁଛ, ଛୋଟିଆ ଛୋଟିଆ ଯେଉଁ ରୋଲ୍ କରୁଥିଲ, ସେଇଠୁ ପୁଣି ଆଜିକା ଡେଟ୍ରେ ମନୋଜ ମିଶ୍ର ବୋଲି ଯେଉଁ ତିଆରି ହେଲ, ସେ ଛୋଟ ଛୋଟ ରୋଲ୍ କଲା ପରେ ହିଁ ଓଡ଼ିଶାରେ ମନୋଜ ମିଶ୍ର ବୋଲି ଏକ୍ସଟାବ୍ଲିଶ୍ ହେଲା। ଦୟାକରି ପ୍ରଥମ ଥର ତ ବହୁତ ଭୁଲଭାଲ କରିଛନ୍ତି, ଏଥର ଆଉ କରନ୍ତୁ ନାହିଁ। ମୁଁ ପର୍ସନାଲି ଗୋଟେ ଛୋଟିଆ ଲୋକ, ମୁଁ ଆଜ୍ଞା ଆପଣ ଭଳିଆ ବଡ଼ ଲୋକ ନୁହଁ, କିମ୍ବା ଆପଣ ଭଳିଆ ବଡ଼ ବଡ଼ କଥା କହିପାରିବା ଲୋକ ନୁହଁ। ମୁଁ ଆପଣଙ୍କୁ ଗୋଟିଏ କଥା କହୁଛି, ମନେ ରଖନ୍ତୁ। ଆଜି ଯିଏ ଛୋଟ, କାଲି ସିଏ ବଡ଼। ମା ପେଟରୁ କେହି ବିରାଟ ବଡ଼ ଷ୍ଟାର୍ ହେଇ ତିଆରି ହେଇନଥାନ୍ତି। ସେ ଝିଅଟି ହେଉ କି ପୁଅଟି ହେଉ, କଳାକାରଙ୍କୁ ସମ୍ମାନ ଦେବା ଶିଖ। ଏତେ ଘଟଣା ଘଟିଲା ପରେ ବି ତମକୁ ଟିକେ ଲଜ୍ଜା ନାହିଁ? କେବଳ ବଡ଼ ବଡ଼ କଥା। ଏଇ କଥା କହିବାର ଶୈଳୀ ପାଇଁ ତମେ ବଳି ପଡ଼ିଥିଲ, ଆଉ ଚାହଁନି ବଳି ପଡ଼ିବାକୁ। ଏଥର ଯଦି ବଳି ପଡ଼ିବାକୁ ଚାହିଁବ, ଆମେ ତମ ହରି ଛଡ଼େଇ ଦେବୁ। ଆଉ ଦିସ୍ ଇଜ୍ ଟ୍ରୁ।